ଆଉ ମାତ୍ର କେଇଦିନ ପରେ ହେବ ରଥଯାତ୍ରା। ହେଲେ ରଥଚକ ଭାଙ୍ଗି ଠାକୁରଙ୍କୁ ମୁଣ୍ଡରେ ମୁଣ୍ଡାଇ ଗୁଣ୍ଡିଚା ମନ୍ଦିରକୁ ଅଣାଯାଇଥିବା ରାସ୍ତା ଏବେ ବି ସେହି ଅବସ୍ଥା। ରାଜସ୍ୱ ଆଗରେ ହାର ମାନିଲା କି କାଳିଆ ଠାକୁର? ପୁଣି ଗଢ଼ା ହେଉଛି ରଥ, ହେଲେ କାହିଁକି ମରାମତି ହେଉନାହିଁ ତିନି ଠାକୁରଙ୍କୁ କନ୍ଦାଇଥିବା ରାସ୍ତା? କୋଟି କୋଟି ଟଙ୍କାର ରାଜସ୍ୱ ଯାଉଥିବା ଖଣି ଅଞ୍ଚଳକୁ ଜିଲ୍ଲାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିରେ କେବେ ପଡ଼ିବ? ଚେଇଁ ଶୋଇଥିବା ଜିଲ୍ଲା ପ୍ରଶାସନ ଉପରେ କେବେ ପଡ଼ିବ ମୁଖ୍ୟମନ୍ତ୍ରୀଙ୍କର ଛାଟ? ଗତ ବର୍ଷ କାଦୁଅରେ ଫସି ରହି ରଥ ଭାଙ୍ଗିବା ଘଟଣା ଆଉ ମାତ୍ର କିଛି ଦିନ ରହିଲା। ଖାଲଖମା ରାସ୍ତାକୁ ନେଇ ସମସ୍ତଙ୍କୁ ଗୁହାରି କରାଯାଇଥିବା, ଆନ୍ଦୋଳନ ମଧ୍ୟ କରାଯାଇଥିଲା। ଖଣି ଅଞ୍ଚଳର ବି ବିକଳ ଚିତ୍ରକୁ ଗଣମାଧ୍ୟମରେ ଦୃଷ୍ଟିଗୋଚର ମଧ୍ୟ ହୋଇଥିଲା। ତାପରେ ମଧ୍ୟ ଗତ ବର୍ଷ କାଦୁଅ ରାସ୍ତାରେ ରଥଚକ ଭାଙ୍ଗିଲା ପରେ ମୁଣ୍ଡରେ ମୁଣ୍ଡାଇ ତିନି ଠାକୁରଙ୍କୁ ନେଇଥିଲେ ଶ୍ରଦ୍ଧାଳୁ। ରାସ୍ତାରେ ପଡ଼ି ରହିଥିବା ଭଙ୍ଗା ରଥ ସମ୍ମୁଖରେ ଜନସାଧାରଣଙ୍କ ଧାରଣା ଦେଖିବାକୁ ମିଳିଥିଲା। ରାସ୍ତା ନ ହେବା ପର୍ଯ୍ୟନ୍ତ ରାସ୍ତାରୁ ହଟାଯିବନି ରଥ ବୋଲି ନିଷ୍ପତ୍ତି ନେଇ ଅନେକ ଦିନ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରିଥିଲେ। କେନ୍ଦୁଝର ଜିଲ୍ଲା ଖଣି ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ବିକଳ ଚିତ୍ର ଦେଖିବାକୁ ମିଳିଥିଲା। ଦୀର୍ଘ ବର୍ଷ ଧରି ରାସ୍ତା ମରାମତି ନ ହେବାରୁ କାଦୁଅ ରାସ୍ତାରେ ଟଣା ହୋଇଥିଲା ରଥ। ଗୁଣ୍ଡିଚା ଯାତ୍ରା ସମୟରେ କାଦୁଅରେ ରଥ ପଶି 6ଟି ଚକା ମଧ୍ୟରୁ ଭାଙ୍ଗିଗଲା 2ଟି ଚକ ଏବଂ ବାହୁଡ଼ା ଯାତ୍ରାରେ ଆଉ ଥରେ କାଦୁଅରେ ପଶି 2ଟି ଚକ ଭାଙ୍ଗିଯିବା ଫଳରେ ରଥଟି ଗଳି ପଡ଼ିଥିଲା। ପରବର୍ତ୍ତୀ ସମୟରେ ଭକ୍ତମାନେ ତିନି ମୂର୍ତ୍ତିକୁ ମୁଣ୍ଡରେ ମୁଣ୍ଡାଇ ମନ୍ଦିରକୁ ନେଇଥିଲେ। ଏହି ଘଟଣା ପରେ ରଥ ଟାଣିବାକୁ ଯୋଗ ଦେଇଥିବା ଶହ ଶହ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ଘଟଣାଟି ହେଉଛି ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ଅଞ୍ଚଳର। କାଳିମାଟିରୁ ଦୁବୁନା ଯାଇଥିବା ଗ୍ରାମ୍ୟ ରାସ୍ତା ଦୀର୍ଘ ବର୍ଷରୁ ମରାମତି ଅଭାବରୁ ଗାଡ଼ି ମୋଟର ଯାତାୟାତ ଅନୁପଯୋଗୀ ହୋଇପଡ଼ିଛି। ଏଥିରେ ବ୍ୟାପକ ଭାରୀଯାନ ଚଳାଚଳ ଯୋଗୁଁ ରାସ୍ତାରେ 4 ଚକିଆ ତ ଦୂରର କଥା 2 ଚକିଆ ଯାନଟିଏ ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି। କେଉଁଠି ଜଙ୍ଘେ ଖାଲ ତ କେଉଁଠି ଅଣ୍ଟେ ଖାଲ ହୋଇ କୃତ୍ରିମ ପୋଖରୀ ସୃଷ୍ଟି ହୋଇଛି। ତେବେ ଏହି ଗ୍ରାମ୍ୟ ରାସ୍ତା ଉପରେ ଅନୁମତି ନଥାଇ ଟିପି ମହାନ୍ତି ଖଣିରୁ ଲୁହାପଥର, ଆଦିତ୍ୟ ବିର୍ଲାଙ୍କ କାରଖାନାରୁ ଲୁହାପଥର, OMC ସରକାରୀ ଖଣି କମ୍ପାନୀରୁ ଅନବରତ ପରିବହନ ହେବା ଫଳରେ ରାସ୍ତାର ଏହି ଦୁରାବସ୍ଥା ହୋଇପଡ଼ିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏହି ରାସ୍ତାଟିକୁ ଗ୍ରାମବାସୀମାନେ ନିଜର ପଟ୍ଟାଭୁକ୍ତ ଜମି ଦେଇ ସ୍ୱଚ୍ଛନ୍ଦ ଚଳପ୍ରଚଳ ପାଇଁ ତିଆରି କରିଥିବା ବେଳେ ଏହାରି ଉପରେ ଜୋର ଜବରଦସ୍ତ ଭାରୀଯାନ ଚଳାଚଳ କରାଯାଉଛି ଏବଂ ଏହାର ରକ୍ଷଣାବେକ୍ଷଣ ପାଇଁ ଟଙ୍କାଟିଏ ମଧ୍ୟ ଏହି ସଂସ୍ଥା ଖର୍ଚ୍ଚ କରୁନାହାନ୍ତି। ଏଠାରେ ସୂଚନାଯୋଗ୍ୟ ଯେ କାଳିମାଟି ଜଗନ୍ନାଥ ମନ୍ଦିରରୁ ବିଗ୍ରହ ରଥାରୂଢ଼ କରି ଦୁବୁନାଠାରେ ଅବସ୍ଥିତ ଗୁପ୍ତେଶ୍ୱର ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ମାଉସୀ ମା ମନ୍ଦିରକୁ ରଥଯାତ୍ରା କରାଯାଇଥାଏ। ତେବେ ରଥ ଭାଙ୍ଗି ମହାପ୍ରଭୁଙ୍କର ଯାତ୍ରାରେ ବିଘ୍ନ ଘଟିବା ଯୋଗୁଁ ଏହା ସମଗ୍ର ଅଞ୍ଚଳରେ ଗତବର୍ଷ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏ ବର୍ଷ ପୁରୀରୁ ଆସିଥିବା ରଥ ନିର୍ମାଣ କରୁଥିବା କାରିଗରମାନେ ଏହି ଖଣି ଅଞ୍ଚଳର ରାସ୍ତାର ଦୁରାବସ୍ଥା ଦେଖି ମୁଣ୍ଡରେ ହାତ ଦେଇଥିବା ଜଣାପଡ଼ିଛି। ଏହି ଅଞ୍ଚଳରୁ କୋଟି କୋଟି ଟଙ୍କାର ରାଜସ୍ୱ ଯାଉଥିବା ସତ୍ତ୍ୱେ ଏଠାରେ ମଣିଷ କଥା ତ ଛାଡ଼ନ୍ତୁ, ସ୍ୱୟଂ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମଧ୍ୟ ହନ୍ତସନ୍ତ ହେଉଛନ୍ତି। ତାହା ବଡ଼ ଦୁଃଖଦାୟକ ଘଟଣା ବୋଲି ସିଧାସଳଖ ଅଭିଯୋଗ କରିଛନ୍ତି। ତେବେ ଗତବର୍ଷ ଭଳି ପରିସ୍ଥିତିଟିଏ ଏ ବର୍ଷ ମଧ୍ୟ ଦେଖିବାକୁ ମିଳିବ ନା ଏ ବର୍ଷ ବେଳ ଥାଉ ଥାଉ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡ଼ିବ ତାକୁ ନେଇ ଅପେକ୍ଷାରେ ଜନସାଧାରଣ ଓ ଭକ୍ତଗଣ। କେନ୍ଦୁଝରରୁ ରବୀନ୍ଦ୍ର ଖାମାଣିଆଙ୍କ ରିପୋର୍ଟ, ସାକ୍ଷୀ ନ୍ୟୁଜ୍।